ଅନେକ କଥା କହିବାକୁ ଅଛି ଏବଂ ଅନେକ କଥା କହିବା ପାଇଁ ମନ ଭିତରେ ମଧ୍ୟ ଆଗ୍ରହ ସୃଷ୍ଟି ହେଉଛି। ସେ ଥିଲେ ଅସାଧାରଣ ରାଜନେତା ମାନଙ୍କ ଭିତରେ ଥିଲେ ଅଦ୍ୱିତୀୟ। ସେ ଥିଲେ କର୍ମଯୋଗୀ, ସେ ଥିଲେ ସହିଷ୍ଣୁ, କଷ୍ଟ ସହିଷ୍ଣୁ ଆଉ କର୍ମୀ ବତ୍ସଳ, ବନ୍ଧୁ ବତ୍ସଳ ରାଜନେତା। ବାସ୍ତବରେ ସେ ଥିଲେ ଜନନାୟକ। ରାଜନଗର ପାଇଁ ତାଙ୍କର ଅବଦାନ ନିଶ୍ଚିତ ଭାବରେ ରାଜନଗରବାସୀ, କେନ୍ଦ୍ରାପଡ଼ାବାସୀ କୃତଜ୍ଞତାର ସହିତ ସ୍ମରଣ କରିବେ। ଅନେକ ଲୋକ ଆସିଛନ୍ତି, ଅନେକ ଲୋକ ଯାଇଛନ୍ତି, କିନ୍ତୁ ଲୋକଙ୍କ ହୃଦୟରେ କିଏ ଛାପ ଛାଡ଼ି ଯାଇଛି? ଯେଉଁ କେତେଜଣ, ସେମାନଙ୍କ ଭିତରେ ନଳିନୀ ଭାଇ ବା ସ୍ୱର୍ଗତ ନଳିନୀକାନ୍ତ ମହାନ୍ତି ଥିଲେ ଅନ୍ୟତମ। ସେ ସମସ୍ତଙ୍କର ଥିଲେ ଶ୍ରଦ୍ଧାର ମଣିଷ, ଶ୍ରଦ୍ଧାଶୀଳ, ସ୍ନେହଶୀଳ, ସମ୍ବେଦନଶୀଳ ରାଜନେତା। ଅନେକରେ ଏକ। ଆଜିର ପୁଣ୍ୟତିଥିରେ, ତିରୋଧାନ ତିଥିରେ ତାଙ୍କ ପ୍ରତି ଆମର ଗଭୀର ଶ୍ରଦ୍ଧାଞ୍ଜଳି।